ଏଠାରେ ଲେଖା ହେଇଛି ହରିଶ୍ଚନ୍ଦ୍ର ବାବୁ ଆପଣଙ୍କ ଭାଗ୍ୟରେ କିଛି ସଙ୍କଟ ଅଛି ଏବଂ ଆପଣଙ୍କ ପିତୃପୁରୁଷ କ୍ରୋଧିତ ଅଛନ୍ତି। ପୂର୍ବ ଜନ୍ମରେ ଆପଣ ଜଣେ ସାଧକ ଥିଲେ, ସେହି ସ୍ମୃତି ଆପଣଙ୍କୁ ଏହି ଜନ୍ମରେ ମନେ ପକାଉଛି। ଆପଣଙ୍କ ସାଧନାରେ ସଫଳ ହେବା ପାଇଁ ଆପଣଙ୍କ ପିତୃପୁରୁଷ ବାଧକ ସାଜନ୍ତି। ଆପଣଙ୍କ ପ୍ରତ୍ୟେକଟି କାର୍ଯ୍ୟ ଅସମ୍ପୂର୍ଣ୍ଣ ହେଇଯାଉଛି। କାମ ବହୁତ ବଡ଼ ବଡ଼ କରିବା ପାଇଁ ଚାହୁଁଛନ୍ତି କିନ୍ତୁ ହେଇପାରୁନାହିଁ। ଆର୍ଥିକ ମାର୍ଗରେ କଷ୍ଟ ହେଉଛି। ଋଣରେ ଫସିବା ପାଇଁ ମାର୍ଗ ପ୍ରସ୍ତୁତ କରାଯାଉଛି ଏବଂ ଏସବୁ କରୁଛନ୍ତି ଆପଣଙ୍କର ପିତୃପୁରୁଷମାନେ। ଆପଣ ଧାମକୁ ଆସିଛନ୍ତି। ଆପଣଙ୍କର ମୁଖ୍ୟ ଉଦ୍ଦେଶ୍ୟ ଯେ ଆପଣଙ୍କର ବ୍ୟାପାର ବ୍ୟବସାୟ ଭଲ ଭାବରେ ଚାଲିବ, ଆର୍ଥିକ ମାର୍ଗ ଖୋଲିବ ଏବଂ ଆପଣଙ୍କ ପତ୍ନୀଙ୍କ ପେଟରେ ଯେଉଁ ଚର୍ବି ହେଇଛି ତାହା ମାଂସର ଚର୍ବି ହେଇଛି, ତାହା କ୍ୟାନ୍ସରର ନୁହେଁ, ଚର୍ବି ବାଲା ଗଣ୍ଠି ପଡ଼ିଛି। ଠିକ୍ ଅଛି? ତନ୍ତ୍ର କାଟ ପରେ ସମ୍ପୂର୍ଣ୍ଣ ଉପଶମ ପାଇବେ ଆପଣ ଏବଂ ଆପଣଙ୍କ ଉପରେ ଲକ୍ଷ୍ମୀ ବନ୍ଧନ, ମୁସଲିମ ତନ୍ତ୍ର କ୍ରିୟା ଏବଂ ଉଗ୍ର ଦାରିଦ୍ର୍ୟ ହାଣ୍ଡି ଚଳନ ଏସବୁ ଜିନିଷ କରାଯାଇଛି। ସେଥିପାଇଁ ଆପଣ ଯେତେ ହାତ ଗୋଡ଼ ଚଲେଇବେ ଆପଣ ସେତେ ତଳକୁ ଖସିବେ, ସେତେ ଅଧିକ ସମସ୍ୟାରେ ପଡ଼ିବେ ଏବଂ ଋଣରେ ମଧ୍ୟ ଫସିବାର ସମ୍ଭାବନା ରହିଛି। ବାହାରି ପାରିବେ ନାହିଁ ସେଥିରୁ ଆପଣ। ସେଇଥିରେ ପଶିକି ରହିବେ ଆପଣ। ସେପରି ତନ୍ତ୍ରକ୍ରିୟା କରାଯାଇଛି, ଋଣରେ ଛନ୍ଦି ହେଇ ରହିବେ। ଠିକ୍ ଅଛି? ଏଇ ନିଅନ୍ତୁ।